ଲୋକସଭାରେ ବଜେଟ୍ ଆଲୋଚନାରେ ଭାଗ ନେଇ ରାହୁଲ ଗାନ୍ଧୀ ସୋମବାର ଦିନ ମୋଦି ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଯେ ମୋଦି ସରକାର ଦେଶ ବିରୁଦ୍ଧରେ ଏକ ଚକ୍ରବ୍ୟୁହ ତିଆରି କରିଛନ୍ତି ଏବଂ ଏହା ଦ୍ୱାରା ସମସ୍ତଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି। ପ୍ରଧାନମନ୍ତ୍ରୀ ଦେଶର ଯୁବକଙ୍କ ବିରୁଦ୍ଧରେ ଚକ୍ରବ୍ୟୁହ ତିଆରି କରିଛନ୍ତି, ଅଗ୍ନିବୀରଙ୍କ ବିରୁଦ୍ଧରେ ଚକ୍ରବ୍ୟୁହ ତିଆରି କରିଛନ୍ତି, କୃଷକ, ମହିଳା ଓ ଛୋଟ ବ୍ୟବସାୟୀଙ୍କ ବିରୁଦ୍ଧରେ ଚକ୍ରବ୍ୟୁହ କରିଛନ୍ତି। ହଜାର ହଜାର ବର୍ଷ ପୂର୍ବେ ଚକ୍ରବ୍ୟୁହରେ ଫସି ଅଭିମନ୍ୟୁଙ୍କୁ ଯେମିତି ହତ୍ୟା କରାଯାଇଥିଲା, ସେମିତି ଏ ସରକାର ସମସ୍ତଙ୍କୁ ଲୋପ କରିଦେବାକୁ ଚେଷ୍ଟା କରୁଛନ୍ତି। ସେ କହିଲେ ଯେ ଏକଚାଟିଆ ପୁଞ୍ଜିପତି, ଇଡି, ସିବିଆଇ ଏବଂ ରାଜନୈତିକ କାର୍ଯ୍ୟକର୍ତ୍ତା ହେଉଛନ୍ତି ଏ ଚକ୍ରବ୍ୟୁହର ତିନୋଟି ଶକ୍ତି। ସେ ଆହୁରି କହିଛନ୍ତି ଯେ ନରେନ୍ଦ୍ର ମୋଦି, ଅମିତ ଶାହ, ମୋହନ ଭାଗବତ, ଅଜିତ ଡୋଭାଲ, ଅଦାନୀ ଏବଂ ଅମ୍ବାନୀ ଏହି 6 ଜଣ ଚକ୍ରବ୍ୟୁହର କେନ୍ଦ୍ରରେ ଅଛନ୍ତି। ଯେମିତି 6 ଜଣ ଅଭିମନ୍ୟୁଙ୍କୁ ମାରିବା ପାଇଁ ସେ ଚକ୍ରବ୍ୟୁହର କେନ୍ଦ୍ରରେ ଥିଲେ। ତେବେ ସେ ଏହା ମଧ୍ୟ କହିଲେ ଯେ ଏ ଚକ୍ରବ୍ୟୁହକୁ ଭେଦ କରି ସେ ବାହାରି ଆସିବେ, କାରଣ ସେ ଅଭିମନ୍ୟୁ ନୁହନ୍ତି, ସେ ଅର୍ଜୁନ। ମୋଦିଙ୍କ ଚକ୍ରବ୍ୟୁହର ଜବାବ ହେଉଛି ଶିବଙ୍କ ବାରାଦ ବୋଲି ରାହୁଲ ଗାନ୍ଧୀ ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି। ପ୍ରାୟ 45 ମିନିଟର ନିଜ ଭାଷଣରେ ସେ ସବୁପଟୁ ମୋଦି ସରକାରଙ୍କ ଉପରେ ହାମଲା କରିଛନ୍ତି, କିନ୍ତୁ ବଜେଟ୍ ଉପରେ ବେଶୀ କିଛି କହିନାହାନ୍ତି। ଅଗ୍ନିବୀରଙ୍କ ପ୍ରସଙ୍ଗ ଉପରେ ନିର୍ମଳା ସୀତାରମଣ ନିଜ ଭାଷଣରେ କିଛି କହିନାହାନ୍ତି ବୋଲି ସେ କହିଲେ। ପ୍ରଶ୍ନପତ୍ର ଲିକ୍ ଉପରେ ବଜେଟ୍ ଭାଷଣରେ କିଛି ନଥିଲା ବୋଲି ସେ କହିଲେ। ଏପରିକି ସେ କହିଲେ ଯେ ସେ ବଜେଟରେ ଜାତି ଜନଗଣନା ବିଷୟରେ ସୀତାରମଣ କିଛି ବି କହିନାହାନ୍ତି। ବଜେଟ୍ ପୂର୍ବରୁ ଅର୍ଥମନ୍ତ୍ରୀ ହାଲୁଆ ବଣ୍ଟନରେ ଏକ ଫଟୋ ଦେଖାଇ ସେ କହିଲେ ଯେ ଏଥିରେ ଜଣେ ହେଲେ କି ପଛୁଆ ବର୍ଗ, ଦଳିତ, ଆଦିବାସୀ ବା ଅଳ୍ପସଂଖ୍ୟକ ନାହାନ୍ତି। ସେ କହିଲେ ଯେ 20 ଜଣ ମାତ୍ର ଦେଶର ବଜେଟ୍ ତିଆରି କରିଛନ୍ତି, ଯେଉଁଥିରେ ଦଳିତ, ପଛୁଆ ବର୍ଗ, ଆଦିବାସୀ ବା ଅଳ୍ପସଂଖ୍ୟକ କେହି ନାହାନ୍ତି। ଏସବୁ ଶୁଣିଲା ପରେ ଅର୍ଥମନ୍ତ୍ରୀ ମୁଣ୍ଡରେ ହାତ ଦେଇଥିଲେ, କିନ୍ତୁ ରାହୁଲ ଗାନ୍ଧୀ କହିଲେ ଏହା ହସିବାର ବିଷୟ ନୁହେଁ। ଜାତି ଜନଗଣନା ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ବଦଳାଇ ଦେବ ଏବଂ ତାଙ୍କ ସରକାର ଜାତି ଜନଗଣନା କରେଇକି ରହିବ। ଏଥିସହିତ ସେ ଆହୁରି ଗୋଟେ ଦୃଢ଼ୋକ୍ତି କରିଛନ୍ତି ଯେ ଇଣ୍ଡିଆ ମେଣ୍ଟ ସଂସଦରେ ଏନ୍ଆର୍ସି ଲିଗାଲ ଗ୍ୟାରେଣ୍ଟି ଦେବ।